ଦେଖ ऐसा ଏତେ ସ୍ୱାର୍ଥପର ଲୋକ ମୁଁ ଗୁଡୁଟାକୁ ପତେଇଛି ତେଲ ମାରିବ ବୋଲି ତୁ ନିଜେ ତେଲ ମାରିଲୁ ଏଇ ଆମ କୁହାଯାଏ ସ୍ୱାର୍ଥପର ଲୋକ ଏଇ ମନା କରୁଥିଲା ସେବା କରିବେ ବୋଲି କେତେ ସୁନ୍ଦର ତେଲ ମାରି ମାନେ ସ୍ତ୍ରୀ ଯେତେବେଳେ ରାଗି ଯାଉଛି ତାଙ୍କୁ ଟିକେ ବୁଝେଇଦବ ଏଇଭଳିଆ ସେ ବୁଝିଯିବେ ଏଇଟା ହେଲେ ଅବୁଝା ଜାତି ନା ନା ବୁଝିବେ ଖାଲି ଟିକେ ବୁଝେଇଦବ ଆଇସ୍କ୍ରିମ୍ ଖାଇବୁ କି ବଜାରରେ ଯିବୁ କି ଗୁପଚୁପ୍ ଖାଇବୁ କି ସେଗୁଡି ସାଙ୍ଗେ ସାଙ୍ଗେ ତରଳିଗଲା କାମ ଶେଷ ଏକ ରାଗ ଗୁଡ଼ା ସବୁ 2 ମିନିଟ୍ 3 ମିନିଟ୍ ଆମେ ଯଦି ତାଙ୍କ ସହିତ ଟକ୍କର ଦେଇକି ଲାଗିବା ଆଉ ସେଇଟା ବଢ଼ିବ ସେଥିପାଇଁ ତେଣୁ ଏମାନଙ୍କ ସହିତ ନ ଲାଗି ଇଏ ଯେତେ ରାଗିଥିବେ ନା ତମକୁ ହସେଇବ ଖେଳେଇବ ସେ ଶାନ୍ତ ପଡ଼ିଯିବେ ସେ ନା ମୁଁ ବି ଗୁଡ଼ ପତେ ଦେଉଛି ବନ୍ଧୁଗଣ ଯାହା ଆମେ ଜାଣିପାରୁଛୁ ରୁଟି ହବ କାରଣ ଗୁଳା ଆଡ଼ାକ ଟିକେ ଠିକ୍ ହୁଏ ମାନେ ବନ ଯୌବନ ସବୁ ପରା ତୁମ ଦାନ କିଛି ଦେଇନାହୁଁ ବୋଲି କରିବି କି ଅଭିମାନ କିଛି ଦେଇନାହୁଁ ବୋଲି କରିବି କି ଅଭିମାନ ଟାଇପ୍ର ହେଲାଣି ବନ୍ଧୁଗଣ ପଚାରିକି ବୁଝିବା ବର୍ତ୍ତମାନ କ'ଣ କରିବେ କିଛି କହୁନାହାନ୍ତି ବନ୍ଧୁଗଣ ଇଏ ତ କେବଳ ହସିବାରେ ବ୍ୟସ୍ତ ଅଛନ୍ତି କ'ଣ ହବ ରୁଟି ନା ବନ୍ଧୁଗଣ ରୁଟି ବି କରିବେନି କିନ୍ତୁ ସେ ଗୁଳା କରୁଛନ୍ତି କିନ୍ତୁ ସେ ଗୁଳା କ'ଣ ହବ ସିଏ କରିସାରିଲେ ଜଣାପଡ଼ିବ ବର୍ତ୍ତମାନ କିଛି କହିବେ ନାହିଁ ବର୍ତ୍ତମାନ ଉଠିଲେ ଫେରେ ଚୁଲା କତିକି ବନ୍ଧୁଗଣ ଗଲେ ଅଟା ଡବା ବି ସେଇଠିକି ନେଇଛନ୍ତି ତାଙ୍କୁ ଜଣା ପଡ଼ୁଛନ୍ତି ରୁଟି ହବ ବୋଲି ମତେ ଗାଳି ଦେଲେ ତୋର ଶାନ୍ତି ମିଳିବି ସେଇଭଳିଆ ଗାଳି ଦେବୁ ତା କ'ଣ ହବ କିଛି ହବାର ନାହିଁ କହିହବନି କେତେବେଳେ ଭାଗ୍ୟର କ'ଣ ଥିବ ସେ ଫେରେ ଇଏ ହେଉଥିଲା ନା କେତେବେଳେ କ'ଣ ଭାଗ୍ୟ ହବ କିଛି କହିପାରିବନି ମାନେ ଭାଗ୍ୟରେ କେତେବେଳେ କ'ଣ ଦୁଃଖ ଆସିବ କି